63ତମ ଜାତୀୟ ଭେଷଜ ସପ୍ତାହ ପାଳନ। ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ ଯାଜପୁର ଶାଖା ଆନୁକୂଲ୍ୟରେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ 63ତମ ଜାତୀୟ ଭେଷଜ ସପ୍ତାହ ପାଳନ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଶିବାଶିଷ ମହାରଣା ଯୋଗଦେଇ ଭେଷଜ ଅଫିସରମାନଙ୍କ କାର୍ଯ୍ୟକଳାପ ଓ ତାଙ୍କର ଗୁରୁତ୍ୱ ପ୍ରସଙ୍ଗର ଆଲୋଚନା କରିଥିଲେ। ଜିଲ୍ଲା ଶାଖା ସଭାପତି ସଂଯୁକ୍ତା ଧଳ ସଭାପତିତ୍ୱ କରିବା ସହ ଭେଷଜ ସପ୍ତାହର ଗୁରୁତ୍ୱ, ଭେଷଜ ଅଫିସରଙ୍କ ଗୁରୁତ୍ୱକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ସଦର ମହକୁମା ଚିକିତ୍ସାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଔଷଧ ବିତରଣ କରିବା ସହ କେତେ ମାତ୍ରାରେ ଖାଇବା, ତାହାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଜନସାଧାରଣମାନଙ୍କୁ ସଚେତନ କରାଇବାରେ ଭେଷଜ ଅଫିସରମାନଙ୍କ ଭୂମିକା ବିଷୟରେ ତାଙ୍କ ଅଭିଭାଷଣରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ସାମଲ, ବରିଷ୍ଠ ଭେଷଜ ଅଧିକାରୀ ସଚ୍ଚିକାନ୍ତ ରାଉଳ, ପ୍ରକାଶ ଚନ୍ଦ୍ର ସାହୁ, ଲଲାଟେନ୍ଦୁ ପତି, ସୁଶାନ୍ତ ଭୂଷଣ ସ୍ୱାଇଁ, ଜୟନ୍ତ ମହାନ୍ତି, ପ୍ରସନ୍ନ ପଣ୍ଡା ଓ କନିଷ୍ଠ ଭେଷଜ ଅଧିକାରୀ ସୁଶାନ୍ତ ସାହୁ, ମିହିର ସାମଲ, ନନ୍ଦିନୀ ମହାନ୍ତ, ଜ୍ୟୋତିରଞ୍ଜନ ମଲ୍ଲିକ, ଆଶିଷ ଦାସ ପ୍ରମୁଖ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ସର୍ବଶେଷରେ ସରୋଜ ରାଉତରାୟ ଓ ବିଜ୍ଞାନ ରାୟ ସଭା ସଂଘ କରିବା ସହ ଧନ୍ୟବାଦ ଦେଇଥିଲେ। ଯାଜପୁର ଜିଲ୍ଲା ଶାଖା ସଭାପତି ସଂଯୁକ୍ତା ଧଳ କରୁଛି। 63ତମ ଯେ ଫାର୍ମା ଆମର ଏଭ୍ରି ଇୟର୍ 63rd ଆନୁଆଲ୍ ନ୍ୟାସନାଲ୍ ଫାର୍ମାସି ୱିକ୍ ସେଲିବ୍ରେସନ୍ ହୁଏ। ଆଉ ଆମର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆମର 63ତମ ଫାର୍ମାସି ସପ୍ତାହ ପାଳନ ହେଉଛି। ଆଉ ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଶିବାଶିଷ ମହାରଣା ଅତିଥି ଭାବେ ଯୋଗଦାନ ଦେଇଛନ୍ତି। ଆଉ ଫାର୍ମାସିଷ୍ଟମାନଙ୍କର ଗୁରୁତ୍ୱ ବିଷୟରେ ବହୁତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ଆଉ ମୁଁ ଏଇ ମିଡ଼ିଆ ଭାଇମାନଙ୍କ ମାଧ୍ୟମରେ ଫାର୍ମାସି ସପ୍ତାହରେ ମୁଁ କହିବି, ଲୋକମାନଙ୍କୁ ଜନସଚେତନ ପାଇଁ ଆପଣମାନେ ହସ୍ପିଟାଲ ଆସୁଛନ୍ତି, ଔଷଧ କେବଳ ଆପଣ ଫାର୍ମାସିଷ୍ଟମାନଙ୍କଠୁ ନିଅନ୍ତୁ। ଅଲଗା ଷ୍ଟାଫ୍ ସମସ୍ତେ ଔଷଧ ଦେଇପାରିବେ। ବର୍ତ୍ତମାନ ସରକାରଙ୍କ ଅନୁସାରେ ବର୍ତ୍ତମାନ ଆଶା, ଆମର ହେଲ୍ଥ ୱାର୍କର, ମେଲ୍, ANM ଦିଦି ସମସ୍ତଙ୍କ ପାଖରେ, ନର୍ସିଂ ଦିଦି ସମସ୍ତଙ୍କୁ ମେଡ଼ିସିନ ଦିଆଯାଉଛି। କିନ୍ତୁ ଆପଣମାନେ ଦୟାକରି ମୋର ଏତିକି ରହିବ ବାର୍ତ୍ତା, ଜନସଚେତନ ପାଇଁ ଆପଣ ପ୍ରକୃତ ଫାର୍ମାସିଷ୍ଟମାନଙ୍କଠୁ ନିଅନ୍ତୁ। କାରଣ ସେମାନେ ଅଭିଜ୍ଞ, ସେମାନେ 3 ବର୍ଷ ପାଠ ପଢ଼ି ସେମାନେ ଫାର୍ମାସିଷ୍ଟ ପାସ୍ ଆଉଟ୍ ହେଇଛନ୍ତି। ଆଉ ରେଜିଷ୍ଟର୍ଡ ଫାର୍ମାସିଷ୍ଟ ସେମାନେ। ଆପଣ ଫାର୍ମାସି ଅଫିସରମାନଙ୍କଠୁ ମେଡ଼ିସିନ ନିଅନ୍ତୁ, ତା'ର ପାର୍ଶ୍ୱ ପ୍ରତିକ୍ରିୟା, ଖାଇବା ପଦ୍ଧତି ଆପଣ ଜାଣନ୍ତୁ। ଆଗାମୀ ଦିନରେ ଆମେ ଜନସଚେତନ ପାଇଁ ଆଗାମୀ ଫାର୍ମାସି ସପ୍ତାହରେ ଆମେ ଡିସାଇଡ଼୍ କରିଛୁ, ଆମେ ବ୍ଲଡ଼ ବ୍ୟାଙ୍କ କରିବୁ ଆଉ ଜନସଚେତନ ପାଇଁ ରାଲି କରିବୁ, ପଦଯାତ୍ରା ବି କରିବୁ। ଆଉ ଗୋଟେ କଥା ମୁଁ କହିବି, ସରକାରଙ୍କୁ ମୋର ନିବେଦନ ରହିବ, ଆମର ବହୁ ବର୍ଷର ଦାବି ଯେଉଁଟା ହେଇନାହିଁ ବର୍ତ୍ତମାନ ସୁଦ୍ଧା, ଆମେ ସେଇ ଫାର୍ମାସିଷ୍ଟ କେବଳ ଆମର ଫାର୍ମାସିଷ୍ଟରୁ ଫାର୍ମାସି ଅଫିସର କ୍ୟାଡ଼ର ହେଇଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା ଆମର ବହୁତ ଦୁଃଖ ଗୋଟେ ରହିଯାଇଛି। ମୁଁ ଏଇଟା କ୍ଷୋଭର ସହ କହିବି, ଆମର ହେଇପାରି ନାହିଁ। କ୍ୟାଡ଼ର ରିଷ୍ଟ୍ରକ୍ଚର ହେଇଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା ଆମର ପ୍ରମୋସନଟେ ହେଇପାରିଲାନି। ସେଇଟା ଆମର ଗ୍ରେଡେସନ୍ ଲିଷ୍ଟ, ଫାଇନାଲ୍ ଗ୍ରେଡେସନ୍ ଲିଷ୍ଟ ବାହାରି ପାରିଲାନି। ମୋର ସରକାରଙ୍କୁ ଅନୁରୋଧ ରହିବ, ଆଉ ସ୍ୱାସ୍ଥ୍ୟ ସଚିବ ମହୋଦୟଙ୍କୁ ଅନୁରୋଧ ରହିବ, ଆଉ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଅନୁରୋଧ ରହିବ, ଆମର ଯଥାଶୀଘ୍ର ପ୍ରମୋସନ୍ କଲେ ଆମେ ନିଶ୍ଚିନ୍ତ ଚିର ଉପକୃତ ହେବୁ। ଆଉ ଆମର କାମରେ ବି ଆମେ ବହୁତ କାମ କରିବା। ଫାର୍ମାସିଷ୍ଟ ହେଉଛି ବ୍ୟାକବୋନ୍ ଅଫ୍ ଦ ହସ୍ପିଟାଲ, ଏଇଟା ସମସ୍ତେ ଜାଣିଛନ୍ତି। ପେରିଫେରିରୁ ଆପଣ ଯେଉଁଠି ସଦର ମହକୁମା ହସ୍ପିଟାଲ ଯାଆନ୍ତୁ, ଆପଣ ପ୍ରାଇମେରୀ ହେଲ୍ଥ ସେଣ୍ଟର ଯାଆନ୍ତୁ, ଯେଉଁଠି ଆପଣ ଦେଖିବେ ଫାର୍ମାସିଷ୍ଟର ମୂଲ୍ୟ ସମସ୍ତେ ଜାଣନ୍ତି, ଉଣା ଅଧିକ ସମସ୍ତେ। ଆପଣ ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟରଠୁ ଆରମ୍ଭ କରି ଅର୍ବାନ୍, ରୁରାଲ୍ ଯେଉଁଠି ବି ଯିବେ ଫାର୍ମାସିଷ୍ଟମାନଙ୍କର ଅବଦାନ ବହୁତ ରହିଛି। ଆଜି ଦିନରେ ସରକାରଙ୍କୁ ଏତିକି ଅନୁରୋଧ ରହିବ, ଆମର ପ୍ରମୋସନ୍ ନିଶ୍ଚିନ୍ତ କରାନ୍ତୁ। ଧନ୍ୟବାଦ। ଯାଜପୁରରୁ ଜିଲ୍ଲା ପ୍ରତିନିଧି ଦିଗମ୍ବର ମହାପାତ୍ରଙ୍କ ରିପୋର୍ଟ, ବି ନ୍ୟୁଜ୍।